यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मानं सृजाम्यहम् परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। नमस्कार बंधुगण, आजिर विषय तीनी लोक एवं दिव्य परमधाम। आत्मा उवाच सते मु आत्मा पुत्र तर शरीर अटे वस्त्र मोर संसार अटे रंग भूई आत्मा मु चले देह नेई एबे प्रभु तु कृपा कर केउठी अटे मोर घर केउ धामरु मु आसीण कृपा करी कर वर्णन। एही अध्यायर प्रथम पदरे आत्मा प्रश्न करती, हे प्रभु, जदि मु वास्तव रे आत्मा एवं शरीर केवल मोर वस्त्र मात्र, तेबे मु तो एबे निजकु परम सौभाग्यवान अनुभव करुअछि, कारण आपण मोर वास्तव रे परम पिता अटंती एवं मु आपणकर पुत्र अटे। हे मोर परम पिता, मु आत्मा जदि एही पंचतत्वर विनाशी शरीर परिधान करी संसार रे सतमिछर अभिनय करुअछि, तेबे मोर घर केउठी? केउठारु मु आत्मा एठाकु आसीअछि बाबा? दया करी मते एही दिव्य ज्ञान प्रदान करंतु। परमात्मा उवाच निजको आत्मा जान तुही तोर पिता जे मु अटई तीनी लोकर समाहार विश्वपिता मु गंगाधर साकार आकार निराकार तीनी लोक जे प्रकार पृथ्वी चंद्र ग्रह जेते साकारी वस्तु ए जगते रंगभूमि जे वसुंधरा आलोक दिए सूर्य तारा तु आत्मा बिंदु रूपे आसी जननी गर्भे प्रवेशी पंचभूतर देह नेई आत्मा अभिनय करई सूक्ष्म बतन जे आकारी आत्मार रूप छाया परी स्थूल द्रव्यर स्थान नाही ब्रह्मा विष्णु पुरी जेहि शब्द नाही सेहि ठारे गति रहिछि आकारी रे ताठू परे मुक्ति धाम वास्तवे मोर गृह जान ओलटा आत्मा कल्प सेठी ऊर्ध्वे मु शिव विराजिछि आदित्य वर्ण मु ज्योतिर्बिंदु सर्वगुणर अटे सिंधु कल्प आदि रे एठु जाई करु अभिनय देह बही एबे विनाश काल बोली तते मु दिव्य दृष्टि देली ए आत्मा तृतीय नयन खली तू कर मते ध्यान। परमात्मा उवाच एही प्रसंगरे परमात्मा कहउछंती, हे मोर पुत्र, मु त्रिलोकीनाथ ईश्वर अटे। विश्व ब्रह्मांड तीनी लोकर समाहार रे गठित। प्रथमे सर्वनिम्न रे साकारी मनुष्य लोक अटे, जहा मध्य समस्त प्रकार भौतिक वस्तु ग्रह नक्षत्र
ଆଦି ସ୍ଥାନ ପାଇଥାଏ। ଯେଉଁ ଲୋକରେ ଆତ୍ମା ଶରୀର ରୂପୀ ବସ୍ତ୍ର ପିନ୍ଧି ସୃଷ୍ଟିର ରଙ୍ଗମଞ୍ଚରେ ଅଭିନୟ କରିଥାଏ, ସାକାରୀ ମନୁଷ୍ୟ ଲୋକର ଉର୍ଦ୍ଧ୍ୱରେ ବ୍ରହ୍ମାଣ୍ଡର ମଧ୍ୟ ଅଂଶର ନାମ ସୂକ୍ଷ୍ମ ଲୋକ, ଯେଉଁଠାରେ କୌଣସି ଜଡ଼ବସ୍ତୁର ସ୍ଥାନ ନାହିଁ, ନିଃଶବ୍ଦ ନିର୍ଜନ। ଏହି ସୂକ୍ଷ୍ମ ଲୋକରେ ବ୍ରହ୍ମା ବିଷ୍ଣୁ ଏବଂ ଶଙ୍କରଙ୍କର ପୁରୀ ରହିଥାଏ। ସୂକ୍ଷ୍ମ ଲୋକର ଉର୍ଦ୍ଧ୍ୱ ଅର୍ଥାତ୍ ସର୍ବାଗ୍ରେ ରହିଥାଏ ପରମଧାମ, ଯାହାର ଅନ୍ୟ ନାମ ମୁକ୍ତିଧାମ, ନିର୍ବାଣଧାମ, ଶିବଲୋକ, ପରଲୋକ ଆଦି। ବାସ୍ତବରେ ଏହି ପରମଧାମ ତୁମ ଆତ୍ମାମାନଙ୍କର ତଥା ମୋର ଗୃହ ବା ନିବାସ ସ୍ଥାନ ଅଟେ। ସମସ୍ତ ଆତ୍ମା ଏହିଠାରେ ଅଲଟା କଳ୍ପବୃକ୍ଷ ଆକୃତିରେ ନିଜର ବାସ୍ତବ ସ୍ୱରୂପ ଜ୍ୟୋତିର୍ବିନ୍ଦୁ ରୂପେ ରହିଥାନ୍ତି। ଏହି ଆତ୍ମାକଳ୍ପର ସର୍ବାଗ୍ରେ ମୁଁ ତୁମର ପରମ ପିତା ପରମାତ୍ମା ଶିବ ବାବା ବିରାଜମାନ କରିଥାଏ। କଳ୍ପର ପ୍ରାରମ୍ଭରେ ତୁମେ ଏହି ପରମଧାମରୁ ମନୁଷ୍ୟ ଲୋକ ଯାଇ ଶରୀର ରୂପକ ବସ୍ତ୍ର ପରିଧାନ କରି ସୁଖ ଦୁଃଖ, ଜନ୍ମ ଏବଂ ମୃତ୍ୟୁର ଅଭିନୟ କରିଥାଅ। ଏବେ ଯେହେତୁ କଳିଯୁଗର ବିନାଶ ସମୟ, ତେଣୁ ମୁଁ ପାପର ବିନାଶ ତଥା ସତ୍ୟ ଯୁଗର ସ୍ଥାପନ ନିମନ୍ତେ ଧରାପୃଷ୍ଠରେ ଆଗମନ କରିଅଛି। ଏହି ଦିବ୍ୟ ଦୃଷ୍ଟି ଦ୍ୱାରା ତୁମେ ନିଜକୁ ଆତ୍ମା, ମୋତେ ଅର୍ଥାତ୍ ତୁମର ପରମପିତା ପରମାତ୍ମାଙ୍କୁ ଏବଂ ନିଜର ନିବାସ ସ୍ଥାନ ପରମଧାମକୁ ଦର୍ଶନ କର। ଆତ୍ମା ଉବାଚ ଏଡ଼େ ଗୁପତ ତତ୍ତ୍ୱସାର, ତିଳେ ହେ ନାହିଁ ମୋ ବୁଦ୍ଧିର। ସାଗର ଯଦି ହୁଏ କାଳି, ସମଗ୍ର ତରୁଲ ତାତୁଳି। ସାରା ଆକାଶ ହେଲେ ପଥି, ତୋର ମହିମାନ ସରନ୍ତି। ବୁଝାଇ କହତ ମହିମା, ଅଜ୍ଞାନ କୁମ କରି କ୍ଷମା। ଆତ୍ମା ଉବାଚ ଆତ୍ମା ପରମାତ୍ମାଙ୍କୁ କହୁଛନ୍ତି, ହେ ମୋର ପରମ ପିତା, ଏତେ ବଡ଼ ଗୁହ୍ୟ ଜ୍ଞାନ ତିଳେ ହେଲେ ମୋ ବୁଦ୍ଧିରେ ନାହିଁ। ଯଦି ପୃଥିବୀର ସମସ୍ତ ସାଗର ମହାସାଗର କାଳି ହୁଅନ୍ତି, ଯଦି ସମସ୍ତ ବୃକ୍ଷଲତା ଲେଖନୀ ହୁଅନ୍ତି ଏବଂ ସୀମାହୀନ ଆକାଶ ଯଦି ପୁସ୍ତକ ସମ ହୁଏ, ତଥାପି ଆପଣଙ୍କର ମହିମା ବର୍ଣ୍ଣନା କରିବା ନିମନ୍ତେ କେହି ହେଲେ ସକ୍ଷମ ହେବେ ନାହିଁ। ତେଣୁ ଆପଣ ସ୍ୱୟଂ ଆପଣଙ୍କର ଦିବ୍ୟ ମହିମା ବା ପରିଚୟ ମୋତେ ପ୍ରଦାନ କରନ୍ତୁ। ପରମାତ୍ମା ଉବାଚ ପରଂ ବ୍ରହ୍ମମୁ ଜ୍ୟୋତିର୍ବିନ୍ଦୁ, ସର୍ବ ଜ୍ଞାନ ଗୁଣ ସିନ୍ଧୁ। ଜନ୍ମ ମରଣ ମଠୁ ଦୂର, ସ୍ୱୟଂଭୂ ଅଜର ଅମର। ସର୍ବ ଆତ୍ମାର ପିତା ମୁହିଁ, ମୁକତି ଦ୍ୱାର ମୁଁ ଅଟଇ। ମୋର ବ୍ୟତୀତ ଏ ସଂସାର, ମୁକ୍ତି ଦ୍ୱାରଠୁ ବହୁ ଦୂର। ମତ୍ସ୍ୟ କଚ୍ଛପ ବାରାମ, ବାମନ କୃଷ୍ଣ ପରଶୁରାମ। ନୁହଁଇ ମୋର ଅବତାର, ଅଜନ୍ମା କାୟା ନାହିଁ ମୋର। ମୋ ରୂପେ ମୁହିଁ ସ୍ଥିତ ଥାଇ, ଜଗମାୟାରେ ପ୍ରକାଶଇ। ଅଜନି ସମ୍ଭବା ଅଟଇ, ବ୍ରହ୍ମାଲ ଲାଟେ ପ୍ରକଟଇ। ସତ୍ୟର ସ୍ଥାପନା ନିମନ୍ତେ, ସଙ୍ଗମ ଆହ୍ୱାନ ମତେ। ମୋହର ବାସ୍ତବ ସ୍ୱରୂପ, ମହର୍ଷି ଦେବତା ଅଜ୍ଞାତ। ମାନବ କାହୁଁ ମୁକ୍ତି ଦେବ, ମୁକ୍ତିଦାତା ମୁଁ ଅଟେ ଶିବ।
ନରକୁ ନର ପୂଜା କରି ଈଶ୍ୱର ରୂପରେ ବିଚାରି ଗ୍ରହ ନକ୍ଷତ୍ର ଆଦି ଯେତେ ପୂଜା କରଇ ଶାସ୍ତ୍ର ମତେ ରବିକୁ ଟେକେ ହସ୍ତେ ବାରି ବୃଷ୍ଟି ନିମନ୍ତେ ଇନ୍ଦ୍ର ସ୍ମରି ପାପ କଟେଶ୍ୱର ନାମର ମୁକ୍ତିଧାମ ଯେ ମୋର ପୁର ତ୍ରାଣ ପାଇ ମୁଁ ତ୍ରାଣେଶ୍ୱର ସିଦ୍ଧି ନିମନ୍ତେ ସିଦ୍ଧେଶ୍ୱର ମୁକ୍ତି ଦିଏ ମୁଁ ମୁକ୍ତେଶ୍ୱର ଜ୍ଞାନ ଗଙ୍ଗା ମୁଁ ଗଙ୍ଗାଧର ବୈଦ୍ୟନାଥ ମୁଁ ଯେ ଅଟଇ ଆସୁରେ ସନ୍ତୁଷ୍ଟ ହୁଅଇ ମୁଁ ରାମନାଥ ରାମେଶ୍ୱର କୃଷ୍ଣର ନାଥ ଗୋପେଶ୍ୱର ଅମର ନାଥ ମୁଁ ମହେଶ୍ୱର ସର୍ବଲୋକର ମୁଁ ଈଶ୍ୱର ଭୂଷଣ୍ଡେଶ୍ୱର ମୋର ନାମ ମୁହିଁ ତାରକ ପରମ ବ୍ରହ୍ମ ମଙ୍ଗଳମୟ ଶିବ ମୁହିଁ ମୋଠୁ ବଡ଼ ଯେ କେହି ନାହିଁ ଦୀପଂ ଜ୍ୟୋତି ମୁଁ ପରମ ବ୍ରହ୍ମ ଧରାରେ ଏହି ଦିବ୍ୟ ଜନ୍ମ କାଳର କାଳ ମହାକାଳ ସର୍ବଶକ୍ତି ଯେ ମୋର ତୋଳ ସର୍ବ ଉପରେ ମୋର ସ୍ଥାନ ତେଣୁ ଉପରବାଲା ମାନ୍ୟ ମୃତ୍ୟୁଞ୍ଜୟ ମୃତ୍ୟୁ ନାହିଁ ମହାକାଳେଶ୍ୱର ଅଟଇ ଏହା ଯେ ମୋର ବିଶ୍ୱରୂପ ଦିବ୍ୟ ନୟନେ ପ୍ରକଟିତ ନାହିଁ ମୋ କାୟା ମୁଁ ଅକାୟ ସହସ୍ର ମୁଣ୍ଡ କାହିଁ କହ ଅଜ୍ଞାନ ବେଳେ ମୁଁ ନିରଚେ ଚକ୍ଷୁଲ ଥିଲେ କି ବାଦିଶେ ଆତ୍ମାଜ୍ଞାନ ଯେ ଚକ୍ଷୁତର ଶ୍ରେଷ୍ଠ ଜ୍ଞାନ ଏ ଚରାଚର ମୋର ସନ୍ତାନ ବୋଲି ତୁହି ଅଜର ଅମର ଅଟଇ ଆତ୍ମା ନିଶ୍ଚୟ କରି ମନ କର ତୁ ଏବେ ମତେ ଧ୍ୟାନ ତ୍ରିକାଳଦର୍ଶୀ ମୁଁ ସଦାଶିବ ଜାଣି ତୁ ଆତ୍ମା ହୁ ଅଦ୍ୱିଜ ପରମାତ୍ମା ଉବାଚ ପରମାତ୍ମା କହୁଛନ୍ତି ହେ ମୋର ପୁତ୍ର ମୁଁ ନିରାକାର ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଆଦିତ୍ୟ ବର୍ଣ୍ଣ ଅଟେ ମୁଁ ହିଁ ସର୍ବଜ୍ଞାନର ସାଗର ସର୍ବଦିବ୍ୟ ଗୁଣର ସାଗର ମୁଁ ଅଜନ୍ମା ମୁଁ ଅଭକ୍ତା ଅଟେ ମୁଁ ସମସ୍ତଙ୍କର ପିତା ଏବଂ ମୋର ପିତା କେହି ନାହାନ୍ତି ତେଣୁ ମୁଁ ହିଁ ସ୍ୱୟଂଭୂ ଅର୍ଥାତ୍ ନିଜେ ନିଜର ସ୍ରଷ୍ଟା ଶିବ ଶମ୍ଭୁ ଅଟେ ମୁଁ ଅଜର ଅମର ଅବିନାଶୀ ମୁଁ ହିଁ ସର୍ବ ଆତ୍ମାଙ୍କୁ ମୁକ୍ତି ଏବଂ ଜୀବନ ମୁକ୍ତି ପ୍ରଦାନ କରିଥାଏ ତେଣୁ ମୋର ନାମ ମୁକ୍ତେଶ୍ୱର ଅଟେ ମୁଁ କେବେ ହେଲେ ଶ୍ରୀକୃଷ୍ଣ ଶ୍ରୀରାମ ବାମନ ପରଶୁରାମ ଆଦି 10 ଅବତାର ଗ୍ରହଣ କରିନାହିଁ କାରଣ ଏମାନେ ଦେହଧାରୀ ଦେବତା ମୁଁ ଅଜନ୍ମା ଈଶ୍ୱର ଅଟେ ମୋର ବାସ୍ତବ ସ୍ୱରୂପରେ ହିଁ ମୁଁ ସର୍ବଦା ସ୍ଥିତ ରହିଥାଏ ମୋର ଯୋଗମାୟା ପ୍ରବୃତ୍ତିରେ ମୁଁ କଳିଯୁଗ ଅନ୍ତରେ ଦିବ୍ୟ ପରକାୟା ପ୍ରବେଶ କରି ସତ୍ୟଯୁଗର ସ୍ଥାପନା ପାପର ବିନାଶ କରିଥାଏ ତେଣୁ ମୁଁ କୌଣସି ଜନିରେ ନ ଆସି ମଧ୍ୟ ମୋର ଦିବ୍ୟ ଅବତରଣ ସମ୍ଭବ ହୋଇଥାଏ ମୋର ବାସ୍ତବ ସ୍ୱରୂପକୁ ମହର୍ଷି ରାଜର୍ଷି ଦେବଗଣ ଗନ୍ଧର୍ବଗଣ ସମସ୍ତେ ଅଜ୍ଞାତ ତେଣୁ ସଂସାରର କୌଣସି ଜ୍ଞାନ ଏବଂ କୌଣସି ଗୁରୁ
ଗୋସାଇଁ ଆଦି ଯେତେ ଅଛନ୍ତି ମୋ ବ୍ୟତୀତ ତୁମକୁ କେହି ମୁକ୍ତି ପ୍ରଦାନ କରିପାରିବେ ନାହିଁ। କାରଣ ମୁଁ ହିଁ ପାପକଟେଶ୍ୱର, ତ୍ରାଣେଶ୍ୱର, ମୁକ୍ତେଶ୍ୱର ଶିବ ଅଟେ। ବର୍ତ୍ତମାନ ଏହି ଘୋର କଳିକାଳରେ ମନୁଷ୍ୟ ମନୁଷ୍ୟଙ୍କୁ, ପାହାଡ଼, ବୃକ୍ଷ, ପଶୁପକ୍ଷୀ, ନଦୀ, ସାଗର, ଗ୍ରହ ନକ୍ଷତ୍ରକୁ ସମସ୍ତଙ୍କୁ ଶାସ୍ତ୍ର ମତରେ ପୂଜା କରୁଅଛନ୍ତି। ସୂର୍ଯ୍ୟଙ୍କୁ ପାଣି ତର୍ପଣ କରୁଛନ୍ତି, ଇନ୍ଦ୍ରକୁ ବର୍ଷାର କାମନା କରୁଛନ୍ତି, ସର୍ପ ପୂଜା କରୁଛନ୍ତି। କିନ୍ତୁ ସେମାନେ ଜାଣନ୍ତି ନାହିଁ ମୁଁ ପାପ ରୂପକ ଧୂଳିକୁ ଝାଡ଼ି ଦେଇଥାଏ। ତେଣୁ ମୋର ନାମ ଝାଡ଼େଶ୍ୱର ଏବଂ ମୋର ନିବାସ ଅତ୍ର ତତ୍ର ସର୍ବତ୍ର ନୁହେଁ, କେବଳ ପରମ ଧାମ ହିଁ ଅଟେ। ମୁଁ ତ୍ରାଣ ଅର୍ଥାତ୍ ମୁକ୍ତି ପ୍ରଦାନ କରିଥାଏ। ତେଣୁ ମୋର ନାମ ତ୍ରାଣେଶ୍ୱର ଏବଂ ମୁକ୍ତେଶ୍ୱର। ମୁଁ ସର୍ବଶୁଭ ସିଦ୍ଧି ପ୍ରଦାୟକ ସିଦ୍ଧେଶ୍ୱର ଅଟେ। ମୁଁ ହିଁ ସର୍ବଜ୍ଞାନ ଗଙ୍ଗାର ସାଗର। ମୁଁ ହିଁ ବିଦ୍ୟାଧର। ମୁଁ ସକଳ ବୈଦ୍ୟ କୁଳର ବୈଦ୍ୟ ବୈଦ୍ୟନାଥ ଅଟେ। ମୁଁ ଅଳପେ ସନ୍ତୁଷ୍ଟ ଆଶୁତୋଷ। ଶାସ୍ତ୍ର ମତେ ହିଁ ପୂଜନ କରି ବିଷ୍ଣୁ ମୋ ଠାରୁ ସ୍ୱଦର୍ଶନ ଚକ୍ର ପ୍ରାପ୍ତି କରିଥିଲେ। ଅର୍ଥାତ୍ ମୁଁ ହିଁ ଗୋପେଶ୍ୱର, କୃଷ୍ଣଙ୍କର ପୂଜ୍ୟ ଅଟେ। ରାମଚନ୍ଦ୍ର ମୋ ଠାରୁ ହିଁ ଦିବ୍ୟ ତପସ୍ୟା ଏବଂ ପୂଜନ ବଳରେ ସନ୍ତୁଷ୍ଟ କରି କଦଣ୍ଡ ଅର୍ଥାତ୍ ଦିବ୍ୟ ଧନୁ ପ୍ରାପ୍ତ କରିଥିଲେ। ମୁଁ ହିଁ ବିକାରୀ ଆତ୍ମା ଅର୍ଥାତ୍ ପଶୁତୁଲ୍ୟ ଆତ୍ମାଙ୍କୁ ପାବନ କରି ବୈକୁଣ୍ଠର ପଦ ପ୍ରାପ୍ତ କରାଇଥାଏ। ତେଣୁ ମୁଁ ପଶୁପତିନାଥ ଶିବ ଅଟେ। ମୁଁ ସର୍ବ ଦେବୀ ଦେବତାଙ୍କର ସ୍ୱାମୀ ଅମରନାଥ ଅଟେ। ମୁଁ ସର୍ବଲୋକର ଈଶ୍ୱର ସର୍ବେଶ୍ୱର ଅଟେ। ମୁଁ ହିଁ ସମଗ୍ର ଭୂମଣ୍ଡଳର ନାଥ ଭୂଷଣ୍ଡେଶ୍ୱର। ମୁଁ ହିଁ ତାରଣକର୍ତ୍ତା ପରମ ବ୍ରହ୍ମ ତାରକେଶ୍ୱର ଅଟେ। ମୁଁ ହିଁ ଦୀପଂ ଜ୍ୟୋତି ପରମ ବ୍ରହ୍ମ। ମୁଁ ଦିବ୍ୟ ଜନ୍ମଧାରୀ ଅଯୋନି ସମ୍ଭବା। ମୁଁ କାଳର କାଳ ମହାକାଳ। ସମସ୍ତ ପ୍ରକାର ଶକ୍ତି ମୋର ଅଧୀନ ଅଟନ୍ତି। ମୁଁ ସର୍ବାଗ୍ରେ ଅର୍ଥାତ୍ ବ୍ରହ୍ମାଣ୍ଡର ସର୍ବୋଚ୍ଚ ଧାମରେ ରହୁଥିବାରୁ ମୋତେ ସମସ୍ତ ଆତ୍ମା ଉପରବାଲା ମଧ୍ୟ କହନ୍ତି। ମୁଁ ଅମର, ମୁଁ ମୃତ୍ୟୁଞ୍ଜୟ ଅଟେ, ମୁଁ ମହାକାଳ ଶିବ ଅଟେ। ବାସ୍ତବରେ ସମଗ୍ର ବିଶ୍ୱରେ ମୋର ବିଭିନ୍ନ ଗୁଣବାଚକ ନାମରେ ମୋର ଜଡ଼ ସ୍ମୃତିର ପୂଜନ ସର୍ବଧର୍ମ ଭିନ୍ନ ଭିନ୍ନ ନାମରେ କରନ୍ତି ଏବଂ ଏହା ହିଁ ମୋର ବିଶ୍ୱରୂପ ଦର୍ଶନ ଅଟେ। ତେଣୁ ତୁମେ ଜାଣି ରଖ, ଈଶ୍ୱର ଅଜନ୍ମା ଅକାୟ, ତାଙ୍କର ସହସ୍ର ମସ୍ତକ ନାହିଁ। ସେ ନିରାକାର ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଅଟନ୍ତି। କଳିଯୁଗର ଅନ୍ତିମ ପର୍ଯ୍ୟାୟରେ ଅତି ଧର୍ମର ଗ୍ଲାନି ସମୟରେ ମୁଁ ଧରାବକ୍ଷରେ ଦିବ୍ୟ କାୟା ପ୍ରବେଶ କରି ଦିବ୍ୟ ଜ୍ଞାନ ପ୍ରଦାନ କରି ଅଧର୍ମର କଳିଯୁଗର ବିନାଶ ଏବଂ ସତ୍ୟଯୁଗର ସ୍ଥାପନ ପ୍ରତିକଳ୍ପରେ ସମ୍ପାଦନ କରିଥାଏ। ମୁନିଗଣଙ୍କ ଶାସ୍ତ୍ର ରଚନା ଦ୍ୱାପର ଯୁଗରେ ହୋଇଥାଏ। ତେଣୁ ସେମାନେ ମୋତେ ପ୍ରାପ୍ତ କରିବା ନିମନ୍ତେ ଜପ, ତପ, ଯଜ୍ଞ, ଶାସ୍ତ୍ର ଆଦି ରଚନା କରନ୍ତି। କିନ୍ତୁ ଯେମିତି ଅନ୍ଧକୁ ମାର୍ଗର ସଠିକ୍ ଜ୍ଞାନ ନଥାଏ, ଠିକ୍ ସେହିପରି ଦିବ୍ୟ ଦୃଷ୍ଟି ଲାଭ ବା ଆତ୍ମାଚକ୍ଷୁ ବିନା ସମସ୍ତ ଜ୍ଞାନ ଅଜ୍ଞାନ ଅନ୍ଧକାର ସମ ଅଟେ। ତେଣୁ ତୁମେ ନିଜକୁ ଆତ୍ମା ମନେ କରି ମୋତେ ମନେ ମନେ ସ୍ମରଣ କର। ତେବେ ମୁଁ ତୁମର ସମସ୍ତ ପାପ ଭସ୍ମ କରିପାରିବି। ତୁମେ କୋଟି କୋଟି ଆତ୍ମା ମଧ୍ୟରୁ ଭାଗ୍ୟବାନ ଆତ୍ମାଗଣ ହିଁ ମୋର ଦିବ୍ୟ ସ୍ୱରୂପ ଦର୍ଶନ କରୁଅଛ। ମୋର ଦିବ୍ୟ ସନ୍ତାନ ହେବା କାରଣରୁ ତୁମେ ମଧ୍ୟ ଅଜର ଅମର ଚୈତନ୍ୟ ସତ୍ତା ଅଟ। ତୁମେ ସୃଷ୍ଟି ରଙ୍ଗମଞ୍ଚରେ ବାରମ୍ବାର ଜନ୍ମ ମୃତ୍ୟୁର ଚକ୍ରରେ ଆସି ସମସ୍ତ ଜ୍ଞାନରୁ ବିସ୍ମୃତ ହୋଇଯାଇଅଛ। ମୁଁ ଜନ୍ମ ମରଣ ମୁକ୍ତ, ସୃଷ୍ଟିର ଆଦି ମଧ୍ୟର ଜ୍ଞାତା ଅଟେ ତଥା ତ୍ରିକାଳଦର୍ଶୀ ହୋଇଥିବାରୁ ଏହି ଜ୍ଞାନଚକ୍ଷୁ ତୁମ୍ଭକୁ ପ୍ରଦାନ କରୁଅଛି।